ବଦଳିଲା ସ୍କୁଲ ସମୟ। ଏଣିକି ଗ୍ରୀଷ୍ମ ଛୁଟି ପର୍ଯ୍ୟନ୍ତ ଏହି ସମୟରେ ସ୍କୁଲ ଆସିବେ ପିଲା। ଓଡ଼ିଶା ସରକାରଙ୍କ ବଡ଼ ନିର୍ଦ୍ଦେଶ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ ସବୁଠୁ ପ୍ରଥମେ ପାଇବା ପାଇଁ। ମାର୍ଚ୍ଚ ଆରମ୍ଭରୁ ଦେଶର ଅନେକ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଅନୁଭୂତ ହୋଇସାରିଛି। ଦିନର ତାପମାତ୍ରା ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଉଛି। ଭାରତୀୟ ପାଣିପାଗ ବିଭାଗର ତୀବ୍ର ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ପୂର୍ବାନୁମାନ ଅନୁଯାୟୀ ଓଡ଼ିଶା ସରକାର ରାଜ୍ୟର ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟ ପାଇଁ ଗ୍ରୀଷ୍ମ ପ୍ରବାହ ପରିଚାଳନା ପାଇଁ ଏକ ମାନକ କାର୍ଯ୍ୟପ୍ରଣାଳୀ ଜାରି କରିଛନ୍ତି। ଏହାରି ଭିତରେ ସକାଳୁଆ ସ୍କୁଲ ପାଇଁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମ ଛୁଟି ହେବା ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବ। ଦିନ 6ଟାରୁ ସକାଳ 10ଟା 30 ଯାଏଁ କ୍ଲାସ୍ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ବିଭାଗ। ବଢ଼ୁଥିବା ତାପମାତ୍ରାକୁ ନେଇ ଏହି ସୂଚନା ଦିଆଯାଇଛି। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି। ଏହା ସମସ୍ତ ଘରୋଇ ଏବଂ ସରକାରୀ ସ୍କୁଲ ପାଇଁ ଲାଗୁ ହେବ। ସତର୍କତାମୂଳକ ପଦକ୍ଷେପ ଭାବରେ ଏସ୍ଓପି ଜାରି କରାଯାଇଛି। ଗୁରୁବାର ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା ପାଇଁ ଏବଂ ଛାତ୍ର, ଶିକ୍ଷକ ଏବଂ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଏବଂ ମଙ୍ଗଳ ପାଇଁ ପ୍ରସ୍ତୁତି ଏବଂ ସତର୍କତାମୂଳକ ପଦକ୍ଷେପ ସୁନିଶ୍ଚିତ କରିବା ପାଇଁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ବାହାରେ ଖରା ସମୟରେ ବାହାର ଖେଳକୁଦ ଓ ସହପାଠ୍ୟ କାର୍ଯ୍ୟକ୍ରମ ନିଷିଦ୍ଧ କରାଯାଇଛି। ସ୍କୁଲଗୁଡ଼ିକରେ ଓଆରଏସ୍ ଷ୍ଟୋର କରାଯିବା ଉଚିତ। ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ କ୍ୟାମ୍ପସ ମଧ୍ୟରେ ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ଓ ପାନୀୟ ଜଳର ନିରନ୍ତର ଉପଲବ୍ଧତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଉଲ୍ଲେଖ ଅଛି ଯେ ଶ୍ରେଣୀଗୃହ, ଛାତ୍ରାବାସ, ସାର୍ବଜନୀନ କ୍ଷେତ୍ର ଏବଂ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ଓରାଲ ରିହାଇଡ୍ରେସନ ଲବଣ ଯଥା ଓଆରଏସ୍ ରଖାଯିବା ଉଚିତ ଏବଂ ସହଜରେ ଉପଲବ୍ଧ କରାଯିବା ଉଚିତ। ହ୍ୟାଣ୍ଡପମ୍ପ ଏବଂ ପାନୀୟ ଜଳ ସୁବିଧାର ଯତ୍ନ। ଗ୍ରୀଷ୍ମ ଋତୁରେ ଜଳ ଯୋଗାଣରେ ବାଧାକୁ ରୋକିବା ପାଇଁ ନଳକୂପ, ହ୍ୟାଣ୍ଡପମ୍ପ ଏବଂ ପାନୀୟ ଜଳ ସୁବିଧାଗୁଡ଼ିକର ଯାଞ୍ଚ ଏବଂ ମରାମତିକୁ ମଧ୍ୟ ବାଧ୍ୟତାମୂଳକ କରିଥାଏ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଭୁଲନ୍ତୁ ନାହିଁ।